नेताମାନେ ସିଧାସଳଖ ନବୀନଙ୍କୁ ମଧ୍ୟ ଏଥିପାଇଁ ଜଣାଇଛନ୍ତି। ପ୍ରତ୍ୟକ୍ଷ ଦେଖିବାକୁ ଗଲେ ପ୍ରକୃତ ନବୀନ ବାବୁ ଦାୟୀ, କାହିଁକିନା ଘର ମାଲିକ ହେଉଛନ୍ତି ସିଏ। ମୁଁ ତ ସଭାପତି କହିବିନି, ସେ ଘରର ମାଲିକ ହେଉଛନ୍ତି ସିଏ ଯାହାକୁ ଯେତେବେଳେ ଚାହୁଁଛନ୍ତି ବଳି ପକାଉଛନ୍ତି। ତାଙ୍କ ଇଚ୍ଛା ଅନୁସାରେ ସେ ଯେଉଁଟା ତାଙ୍କୁ ସୁବିଧା ହେବ ସେଇ କାମ କରୁଛନ୍ତି। ତାଙ୍କ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସିଏ କ୍ଷମତାରେ ରହିବେ, ବାସ୍ ତାଙ୍କର କିଛି ଅସୁବିଧା ହେବନି, ସେଥିପାଇଁ ତାଙ୍କୁ ଯାହା କରିବାକୁ ପଡ଼ିବ ସେ କରିବେ। ତେଣୁ ବିଜେଡ଼ି ବାଲା ମିଛରେ ତଳେ ଖାଲି ବାଉଳା ହେଉଛନ୍ତି। କେତେବେଳେ ପାଣ୍ଡିଆନଙ୍କ ମୁର୍ଦାବାଦ କରୁଥିଲେ, କେତେବେଳେ କରୁଛନ୍ତି, କେତେବେଳେ ପ୍ୟାରିବାବୁଙ୍କ ମୁର୍ଦାବାଦ କରୁଥିଲେ। ଆକ୍ଚୁଆଲି ମୂଳ ରୁଟ୍ଟା ହେଉଛନ୍ତି ନବୀନ ବାବୁ। ତମ ଘରେ ଆଉ କିଏ କାହିଁକି ଓନର ହେବ? ତମେ ଖାଲି ବାହାରେ ଦେଖେଇବା ପାଇଁ, ଆମ ଓଡ଼ିଆ ଲୋକ ସରଳ ଲୋକଙ୍କୁ ବାହାରେ ଦେଖେଇବା ପାଇଁ କେତେବେଳେ ପ୍ୟାରିବାବୁଙ୍କ ବେକକୁ ଶିରଚ୍ଛେଦନ କଲେ, କେତେବେଳେ ଆଉ ସବୁ ନେତୃତ୍ୱମାନେ ଯେଉଁମାନେ ତାଙ୍କୁ ଆଣିଥିଲେ ତାଙ୍କର ଶିରଚ୍ଛେଦନ କଲେ। ଏବେ ପାଣ୍ଡିଆନଙ୍କର ବେଳ ପଡ଼ିଛି, ତାଙ୍କ ଶିରଚ୍ଛେଦନ କରିକି ଇଏ ଖସିଯିବା ପାଇଁ ଚେଷ୍ଟା କରୁଛନ୍ତି। ଆକ୍ଚୁଆଲି କିଛି ସେଥିରେ ଇଏ ନାହିଁ। ସବୁ ଯଦି ଘରର ମୁରବୀ ସିଏ, ସବୁ ଶ୍ରେୟ ସିଏ ନେଉଥିଲେ, ଦୋଷ ନେଲା ବେଳକୁ କାହିଁକି ପଶ୍ଚାତପଦ କରୁଛନ୍ତି ବା ପଛଉଛନ୍ତି? ଯଦି ସବୁ ବିଜୟ ତାଙ୍କରି ମୁଣ୍ଡରେ ଲେଖା ହେଉଥିଲା, ନବୀନ ବାବୁ ଯାହା ଚାହୁଁଥିଲେ ସେଇଆ ସିଏ ବିଜୟ ଲାଭ କରିବ, ପରାଜୟରେ ନବୀନ ବାବୁ ହେବେ, ପାଣ୍ଡିଆନ କାହିଁକି ହେବେ? ପାଣ୍ଡିଆନ ଗୋଟେ ସମୟରେ ତାଙ୍କ ପାଖରେ ଚାକିରି କରିଥିଲେ, ପରବର୍ତ୍ତୀ ଅବସ୍ଥାରେ ତାଙ୍କ ସମ୍ମତିରେ ସେ ରାଜନୀତିରେ ପ୍ରବେଶ କରିଛନ୍ତି। ପାଣ୍ଡିଆନକୁ କାହିଁକି ଦୋଷ ଦେଉଛନ୍ତି? ବିଜୁ ଜନତା ଦଳର ଯିଏ କରିଛି ସିଏ ନିଜେ ଚୁପଚାପ ବସିଛନ୍ତି। ଏମାନେ ଗୋଟେ ସାଧୁର ଚେହେରା ଦେଖେଇକି, ସେ ଯେଉଁ ଆଲି ବାବା 40 ଚୋର କଥା ଶୁଣିଥିବେ, ଏ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ, ନେତୃତ୍ୱମାନେ ତାଙ୍କୁ ସେଇଭଳିଆ ସଜେଇକି ତଳ ସ୍ତରରେ ସବୁ ଇଏ। ଆଉ ନବୀନ ବାବୁ କିଛି ଜାଣିନାହାନ୍ତି। ନବୀନ ବାବୁ ହେଉଛନ୍ତି ରୁଟ୍, ସବୁ ଇଏର ଚେର ହେଉଛନ୍ତି ନବୀନ ବାବୁ। ସବୁ ଆଜି ଯଦି ଏ ଯେଉଁ ଭୋଟିଂ ପ୍ରୋସେସ୍ରେ କିଏ ଭୋଟ୍ ଦେଇଥାଏ ବା ନ ଦେଇଥାଏ କି କ'ଣ ହେଇଥାଏ, ସବୁ ନବୀନ ବାବୁ କରିଛନ୍ତି, ଆଦୌ ପାଣ୍ଡିଆନ ନୁହନ୍ତି। ଏକଥା ମୁଁ ସ୍ପଷ୍ଟ ଭାବେ କହୁଛି। ଯାହା ଅତୀତରେ ଘଟିଛି ତାହା ନବୀନ ବାବୁ କରୁଥିଲେ, ଆଜି ବର୍ତ୍ତମାନ ବି ମଧ୍ୟ ଯାହା ଘଟୁଛି ତାକୁ ମଧ୍ୟ ନବୀନ ବାବୁ କରୁଛନ୍ତି। କାହା ବେକରେ ଖାଲି ଖଣ୍ଡା ଥୋଇକି କରୁଛନ୍ତି। ମିଛରେ ତଳେ ତାଙ୍କ ଲୋକଙ୍କୁ ବା ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ନାଟକ କରୁଛନ୍ତି।